ବାବା ମୋର ପ୍ରଶ୍ନଟା ହଉଛି ବାବା ମୋ ମନରେ ଯାହା ଭାବୁଛି ଆମେ ଆମ ମାତୃ ଗର୍ଭରେ ଯାହା ଆମେ ଭଗବାନ ଆମକୁ ଶିଖେଇକି ଛାଡିଛନ୍ତି ମତ୍ୟମଣ୍ଡଳକୁ ଆମେ ଯେତେବେଳେ ଦୁନିଆ ଦେଖୁଛେ ଆମର ସେ କଥା ଯାହା କେମିତି ପାଶୁରି ଯାଉଛି ବାବା। ହଁ ପାଶୁରି ଯିବ ନାଇଁ। ଶୁଣ ଗୋଟେ କଥା ହଉଛି ତୋର ଇନ୍ଦ୍ରିୟ ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଏଗୁଡାକ ସବୁ ନିଷ୍କ୍ରିୟ ଥିଲା ମାତୃଗର୍ଭରେ। ଆଜ୍ଞା ଅନୁଭବ ବଳରେ ତୁ ଦେଖୁଥିଲୁ। ଆଉ ଯେତେବେଳେ ତୁ ତଳେ ପଡିଲୁ ସେତେବେଳେ ପାଇଁ ଏଇ ଯୋଉ ଇନ୍ଦ୍ରିୟ ଗୁଡିଆ ସବୁ ସକ୍ରିୟ ହେଇଗଲେ। ଆଚ୍ଛା ମନ ସେତେବେଳେ ଏକାଗ୍ର ଥିଲା ଈଶ୍ୱରଙ୍କ ପାଖରେ ଲୟ ରଖିଥିଲୁ। ଆଉ ଯେତେବେଳେ ଇନ୍ଦ୍ରିୟ ଗୁଡିକ ପରିଚାଳିତ ହେଲା ଆଖୁ ଚକ୍ଷୁ ମୁଖ ନାସା କର୍ଣ୍ଣ ଜିହ୍ବା ଚର୍ମ ଏଥିରେ ମନ ଯେତେବେଳେ ମାତିଗଲା ତାକୁ ଭୁଲିଗଲା ବୁଝିଲ ନା। ଧରଣୀରେ ପଡି କୁଆଁ କୁଆଁରା ବେଲୋ ଧୀରେ ଧୀରେ ମାୟା ଖେଳ ଘରର ଚେଲୋ ସାଗର ମଧ୍ୟକୁ ଠେଲି ଦେଲୁ ନାବ ସାଗର ମଧ୍ୟକୁ ଠେଲି ଦେଲୁ ନାବ ଛାଡିଗଲୁ ତାର କୂଳରେ କୁମ୍ଭୀରକୁ କଲୁ କୋଳରେ ନିଶା ଖାଇ ହେଲୁ ଭୋଳ ଏତ କର୍ମର ଫଳରେ ମାନବୀ ସମ୍ଭର ବୋଲ। କଣ ବୁଝିପାରୁଛୁ ନା। ଆଜ୍ଞା ତେଣୁ ସେ ତ ଠିକ କଥା ସେ ଆଜ୍ଞା ସେମିତି ହିଁ ତ ହଉଛି ସେମିତି ହିଁ ହଉଛି ବାବା ଏ ଦୁନିଆକୁ ଯେତିକି ମୁଁ ଯାହାବି ମୁଁ ଶିଖିଛି ଯାହାବି ଟିକେ ଜାଣିଛି ମୁଁ ତ କିଛି ଜାଣିନାହିଁ ମୂଢ ବାଳକ ମତେ ଏବେ ବୟସ କମ ଅଛି ବେଶୀ ବି ବୟସ ହେଇନାହିଁ ମତେ ଆପଣଙ୍କର ଏଇ ସବୁ ଚାଲାଣ ଦେଖି ମତେ ବହୁତ ଭଲ ଲାଗୁଛି ବହୁତ ଶୁଣିବା ପାଇଁ ଭଲ ଲାଗୁଛି। ମୁଁ ଯୋଉ ଦିନଠୁ ଆପଣଙ୍କର ଏ ଚାଲାଣ ଦେଖୁଛି ମୁଁ ଗୁରୁ ବୋଲି ଭାବୁନି ଆପଣଙ୍କୁ ମୁଁ ମୋ ବାପା ବୋଲି ଭାବୁଛି। ହଉ ହଉ ସେଇଥିପାଇଁ ମତେ ବହୁତ ଭଲ ଲାଗୁଛି ମୁଁ ଆପଣଙ୍କ ସାଥିରେ କଥା ପାଇଁ ଏତେ ଚେଷ୍ଟା କରୁଛି ସେଥିପାଇଁ ମତେ ଟାଇମ ବି ମିଳୁନାହିଁ ଏ ଘର ସଂସାର କରିକିରି ଏ ମୋହ ମାୟାରେ ପଡିକିରି ମୁଁ ଆଉ ମୁଁ ଏଇ ଆପଣଙ୍କ ପାଖକୁ ଆପଣଙ୍କ ତ କଥା ବି ଭଲ ସେ ହେଇପାରୁନି ଏଇଟା ପଚାରିବି ବୋଲି ଟିକେ ଫୋନ କରିଥିଲି ଯେ ଏମିତି ସବୁ ଏଇ ସବୁ ଯୋଉ କଥା ବାବା ଆମ ପାଖରେ ଯଦି ସେ ଭଗବାନଙ୍କ ଯାହା ଆଶୀର୍ବାଦ ଯଦି ଥାଆନ୍ତା ମାତୃ ଗର୍ଭରୁ ହୁଏତ ଏ ସାରା ସଂସାର ଟା ପୁରା ଭଲରେ ଚାଲିଥାନ୍ତା ବୋଲି ଭାବୁଛି। ସେଇ ଚେତନା ପା ତମର ହରେଇ ଦେଇଛ ଜନ୍ମରୁ ଭୂମିରେ ପଡିକି। ଆଉ ସଦଗୁରୁଙ୍କ ଦୀକ୍ଷା ନେଲେ ସିଏ ତମକୁ ସେଇ ଚେତନା ଟାକୁ ଫେରେଇ ଆଣିବେ। କିନ୍ତୁ ବାବା ମୁଁ ଗୁରୁ ନେଇ ନାହିଁ ହେଲେ। ନେଇକି ତାକୁ ସଦଗୁରୁ ନେଇକି ଚିନ୍ତା କର ସେ ଚେତନା ଫେରି ଆସିବ ଆଉ କଣ। ମୁଁ ବି ଆପଣଙ୍କ ପାଖକୁ ଯିବି ବୋଲି ଚେଷ୍ଟା କରୁଛି। କେବେ ଯାଉଛି ଆପଣଙ୍କ ଆଶୀର୍ବାଦ କେବେ ହଉଛି ମୁଁ ଆପଣଙ୍କ ପାଖକୁ କେବେ ଯିବି ମୋ ମନ ଆକୁଳ ବିକଳ ହେଲାଣି ଆପଣଙ୍କ ପାଖକୁ ଯିବା ପାଇଁ। ଆସିବ ଆଉ କଣ ଯେତେବେଳେ ସୁବିଧା ହବ ଆସିବ ଆଉ। କିନ୍ତୁ ମୋ ମନ ଟା ବହୁତ ଆକୁଳ ବିକଳ ହେଲାନି ଆପଣଙ୍କ ହଉ ପାଖକୁ ଯିବା ପାଇଁ ମୋ ବାପାକୁ କେମିତି ଦେଖିବି ବୋଲି ମତେ ବହୁତ ଆକୁଳ ବିକଳ ଲାଗିଲାଣି। ହଉ ହଉ ଆସିବ। ହଁ ମୁଁ କଣ କହୁଥିଲି ଆମର ଯୋଉ ଅଛି ଯୋଉଟା କି ଆମର ବ୍ରହ୍ମାଣ୍ଡକୁ ଯଦି ଆମେ ଜାଣିବା ଆଗେ ପିଣ୍ଡ ଟାକୁ ଜାଣିବା ଶରୀର ଭିତରେ ଯାହା ହଉଛି ପୃଥିବୀ ଭିତରେ ବି ସେଇଆ ହଉଛି। ହୁଁ ଏଇଟା ମୁଁ ତ ପଢି ମୋର ତ ଜ୍ଞାନ କମ ମୁଁ ଯାହା ବଡ ବଡ ଲୋକଙ୍କ କତରୁ ଶୁଣିଛି ସେଇ କଥା କୁହନ୍ତି। ପୃଥିବୀରେ ଯେମିତି ଯାହା ଅଛି ଶରୀର ଭିତରେ ସେଇଆ ଅଛି ସେଇ ଜିନିଷ ହଉଛି ଯେମିତି ଆପଣ ବି ବହୁତ କହିଛନ୍ତି ସୂର୍ଯ୍ୟ ଚନ୍ଦ୍ର ଯେମିତି ବାହାରେ ଅଛନ୍ତି ଦେହ ଭିତରେ ବି ସେମିତି ଅଛନ୍ତି। ଯଦି ମୁଁ ଚକ୍ର କଥା କହିବି ବିଭିନ୍ନ ପ୍ରକାର ଚକ୍ର ଯେମିତି ଅଛି ଆମର ଜୋଗ୍ରାଫି କଥା ଯଦି ମୁଁ ପକେଇବି ୱାର୍ଲଡ ଜୋଗ୍ରାଫି ୱାର୍ଲଡ ଫିଜିକାଲ ଜୋଗ୍ରାଫି କଥା ପକେଇବି ୱାର୍ଲଡ ଫିଜିକାଲ ଜୋଗ୍ରାଫିର 7ଟା ପଏଣ୍ଟ ଅଛି। ଗୋଟେ ପୋଲ ଅଛି ନର୍ଥ ପୋଲ ଅଛି ସାଉଥ ପୋଲ ଅଛି ମଝିରେ ଅଛି ଟ୍ରପିକ୍ସ 2ଟା ଟ୍ରପିକ୍ସ ଅଛି ଇକ୍ୱେଟର ଅଛି ତାପରେ ଟ୍ରପିକ ଅଫ କ୍ୟାନ୍ସର ଟ୍ରପିକ ଅଫ କାପ୍ରିକନ 7ଟା ପଏଣ୍ଟ ଅଛି। ସେ 7ଟା ପଏଣ୍ଟ ରେ କଣ ହଉଛି ଆମର ଟେମ୍ପରେଚର ବଢୁଛି ଟେମ୍ପରେଚର କମୁଛି ଆଉ ଘୂର୍ଣ୍ଣନ ବି ତିଆରି ହଉଛି। ଯୋଉଟା କି ବିଶେଷ କରି ବିଶ୍ବ ଯୋଉ ଟ୍ରପିକ ଅଫ କ୍ୟାନ୍ସର ଆଉ ଟ୍ରପିକ ଅଫ କାପ୍ରିକନ ଭିତରେ ଆମର ସବୁବେଳେ ବାତ୍ୟା ବନ୍ୟା ଟିକେ ଅଧିକା ହୁଏ। ଆଉ ପବନ ବି ଘୂର୍ଣ୍ଣନ ସକ୍ରିୟା ଅଧିକା ହୁଏ। ତେଣୁ ତା ସହିତ ଯଦି ଏଇ ଯୋଉ ଘୂର୍ଣ୍ଣନ ଟା ହଉଛି ପବନର ବେଗ ଗୁଡାକ ମିଶି ଯାଉଛି ଟ୍ରପିକ ଅଫ କାପ୍ରିକନ ପାଖରେ ମିଶି ଯାଉଛି ଇକ୍ୱେଟର ପାଖରେ ମିଶି ଯାଉଛି ତାକୁ କୁହନ୍ତି ITCZ ଇଣ୍ଟର ଟ୍ରପିକାଲ କନଭରଜେନ୍ସ ଜୋନ ତାକୁ କୁହନ୍ତି ମିଶି ଯାଉଛି ପବନ ଗୁଡାକ ସେଇ ଚକ୍ରବ୍ୟୁହ କରିକି ମିଶି ଯାଉଛି ସେଠୁ ପୁଣି ଉପରକୁ ଉଠୁଛି ଅଫଲିପମେଣ୍ଟ ହଉଛି ଡିସେଣ୍ଡ ହଉଛି ଏସବୁ ଯୋଉ ଜିନିଷ ଅଛି ଏଇଟା 2ଟା ଜିନିଷରେ ଇମ୍ପାକ୍ଟ ପକଉଛି। ଗୋଟା ହଉଛି ରିଜନାଲ ୱିଣ୍ଡ କି ଇମ୍ପାକ୍ଟ ପକଉଛି ଆଉ ଗୋଟା ହଉଛି ଗ୍ଲୋବାଲ ସର୍କୁଲେସନ ପାଟର୍ନ ୱିଣ୍ଡ କି ଇମ୍ପାକ୍ଟ ପକଉଛି ଆଉ ଗୋଟେ ୱିଣ୍ଡ ହଉଛି କଣ ନା କୋରିଆଲିସ ଫୋର୍ସ କୁ ଇମ୍ପାକ୍ଟ ପକଉଛି କୋରିଆଲିସ ଫୋର୍ସ ଯୋଉଟା କହୁଛନ୍ତି ବା ପୃଥିବୀ ବୁଲିବା ଫଳରେ ଗୋଟେ ଫୋର୍ସ ତିଆରି ହଉଛି ସେଟାକୁ ରିଭଲଭ କଲା ବେଳେ ଗୋଟେ ଫୋର୍ସ ଥାଏ ତାକୁ କହୁଛୁ କୋରିଆଲିସ ଫୋର୍ସ ଏଇ ସବୁ ଜିନିଷ ହବା ଫଳରେ ପବନ ଟା ଟର୍କ ହଉଛି ଯୋଉଟା କି ନର୍ଥ ହେମିସ୍ଫିୟର ରେ କ୍ଲକ୍ ୱାଇଜ ବୁଲିବ ପବନ ଦିଗ କ୍ଲକ୍ ୱାଇଜ ରହିବ ଆଉ ସାଉଥ ହେମିସ୍ଫିୟର ରେ ପବନ ମତେ ଦିଗ ଏ କଥା ବୁଝେଇବା କଣ ଦରକାର
ନା ମୁଁ କହୁଛି କାହିଁକି ସେ ଆପଣଙ୍କୁ ବୁଝିବା ପାଇଁ କହୁନି ମୁଁ, ଆପଣ ସବୁ ଜାଣିଛନ୍ତି। ତମେ ଯୋଉଟା କହୁଛ କାହିଁ କହୁଛ କୋଉଥିପାଇଁ? ମୁଁ କାହିଁ କହୁଛି ସାର୍ ଶୁଣୁନାହାନ୍ତି ଆପଣ ଟିକେ। ଏଇଟା ଯଦି ଏମିତି ହଉଛି ମତେ ସେ ଯୋଉ ବଡ ବଡ ଲୋକ ଯାହା କହିଛନ୍ତି ବ୍ରହ୍ମାଣ୍ଡରେ ଯାହା ହଉଛି ଏଠି ସେଇଆ ହଉଛି ନା, ମୁଁ ଏଠି ଜିନିଷଟା ଧରି ପାରୁନି। ଆମ ନା ଚକ୍ର ଭିତରେ ଗୋଟେ କଥା ଶୁଣ, ପୃଥିବୀ ବୁଲୁଛି ସେମିତି ପବନ ଆମେ କେମିତି ଆଉ ଆମେ ତ ନା ଛୋଟ ନା ଜିନିଷଟା ଶୁଣ ନା। ମୋ କଥା ଟିକେ ଶୁଣ। ଆଜ୍ଞା ଏ ଯୋଉ ଚକ୍ର ସେ ଚକ୍ର ସରି ଭିତରେ ନୁହେଁ, ସେଟା ହଉଛି ଆଜ୍ଞା ଜଡ ପଦାର୍ଥ। ଆଜ୍ଞା ସେଟାରେ ଟେମ୍ପରେଚର ଡିଫରେନ୍ସ ରୁ ଏସବୁ ହଉଛି। ଆଜ୍ଞା ସୂର୍ଯ୍ୟ ତାପ ଆଉ ଆଜ୍ଞା ବାୟୁମଣ୍ଡଳର ଟେମ୍ପରେଚର ଆଜ୍ଞା ଡିଫରେନ୍ସ ହବାରୁ ଏସବୁ କଥା ହଉଛି। ହଁ ଠିକ କଥା କହିଛନ୍ତି। ହଁ କିନ୍ତୁ ଯୋଉଟା ଆମ ଦେହ ଭିତରେ ହଉଛି ସେଠି ସୂର୍ଯ୍ୟ ତାପ ସହିତ ତାର କିଛି ସମ୍ପର୍କ ନାହିଁ। ଆଜ୍ଞା କିନ୍ତୁ ବାୟୁମଣ୍ଡଳର ଟେମ୍ପରେଚର ସହିତ ବି ତାର ସମ୍ପର୍କ ନାହିଁ। ତାର ସମ୍ପର୍କ ରହିଛି କନସସ୍ ଫୋର୍ସ ସହିତ। ବୁଝିଲ? ଆଜ୍ଞା ଆଜ୍ଞା ଚେତନ ଶକ୍ତି ସହିତ ତାର ସମ୍ପର୍କ। ବାହାରେ ଯୋଉ ଟେମ୍ପରେଚର ଆମର ଗୋଳମାଳ ହବାରୁ ଯୋଉ ଭଉଁରୀ ପବନ ଭଉଁରୀ ଜଳ ଭଉଁରୀ ଇତ୍ୟାଦି ଯାହା ହଉଛି ଆଜ୍ଞା ସେଗୁଡା ସବୁ ସରି ଭିତରେ ତା ନୁହେଁ। ସରି ଭିତରେ ହଉଛି ଚେତନ ବଳର ଘୂର୍ଣ୍ଣନ କ୍ରିୟା ଯୋଗୁ ଆଜ୍ଞା ପବନ ସଞ୍ଚାଳିତ ହଉଛି। ଚେତନ ବଳ କଣ କହିବେ ସେ ଗୁରୁଜୀ କହିଲେ? ଚେତନ ବଳ ହଉଛି କନସସ୍ ଫୋର୍ସ, ଯିଏ ଶୂନ୍ୟରେ ଅଛି। ପ୍ରାଣୀ ଶରୀର ହଉଛି ଗୋଟିଏ ମାତ୍ର ଶରୀର, ଗୋଟିଏ ମାତ୍ର ପଦାର୍ଥ ଆଜ୍ଞା ଯାହା ଭିତରେ କି ଚେତନ ଶକ୍ତି ପ୍ରକାଶ ପାଏ। ପ୍ରାଣୀ ଶରୀରକୁ ଛାଡିଦେଲେ ଆଉ ବିଶ୍ବ ବ୍ରହ୍ମାଣ୍ଡରେ କୌଣସି ବସ୍ତୁ ନାହିଁ ଯାହା ଭିତରେ ଚେତନ ଶକ୍ତି ପ୍ରକାଶ ପାଏ। ଚେତନ ଶକ୍ତି ଟା ସବୁଠି ଡରମାଟ କଣ୍ଡିସନରେ ଥାଏ। ହେଲା, ପ୍ରାଣୀ ଆଜ୍ଞା ଶରୀରରେ ଚେତନ ଶକ୍ତି ବେଳେ ବେଳେ ପ୍ରକାଶ ପାଏ। ମୁଁ ଗୋଟେ କଥା ବୁଝେଇ ଦଉଛି ଶୁଣ। ଆଜ୍ଞା ତମେ ଗୋଟେ ପ୍ଲାଷ୍ଟିକ ର ଗଛ ଆଣିବ ଆଉ ଗୋଟେ ପ୍ରକୃତ ଗଛ ଆଣିବ। ହୁଁ ଆଉ ପ୍ଲାଷ୍ଟିକ ଗଛରେ କଣ ଫୁଲ ଫୁଟିବ କି? ନା କାହିଁକି? ବିଶ୍ଵ ବ୍ରହ୍ମାଣ୍ଡରେ ବ୍ରହ୍ମସତ୍ତା ସବୁଠି ଅଛି। ଆଜ୍ଞା ପ୍ଲାଷ୍ଟିକ ଫୁଲ ଭିତରେ କାହିଁକି ଫୁଟୁନାହିଁ? ତାର କାରଣ ହଉଛି ଯେ କନସସ୍ ଫୋର୍ସ ର ନେଚର ହଉଛି ସେ କେବଳ ଜୈବ ପଦାର୍ଥରେ ପ୍ରକାଶ ପାଇବ। ଅଜୈବ ପଦାର୍ଥରେ ସେ ପ୍ରକାଶ ନାହିଁ, ଏଟା ତାର ନେଚର। ମୁଁ ଆଉ ଗୋଟେ ଉଦାହରଣ ଦଉଛି ଆଜ୍ଞା ଯେ ତମର ଇଲେକ୍ଟ୍ରିକ କରେଣ୍ଟ ହୁଁ ତାର ଧର୍ମ ହଉଛି ସେ ଧାତବ ତାରରେ ପ୍ରବାହିତ ହବ। ସେ କେବେ ହେଲେ ତନ୍ତୁ ସୂତାରେ ପ୍ରବାହିତ ହବନି। କାହିଁକି ହବନି? ନା ତାର ସେଟା ଧର୍ମ। ହୁଁ ବୁଝିପାରିଲେ ନା? ହୁଁ ସେମିତି ଚେତନ ପଦାର୍ଥର ଧର୍ମ ହେଲା ସେ ପ୍ରାଣୀ ଦେହରେ ପ୍ରକାଶ ପାଇବ। ପ୍ରକାଶ ପାଇଲେ ସେ ଚକ୍ର ସୃଷ୍ଟି କରିବ। ଯଥା ପିଣ୍ଡ ତଥା ବ୍ରହ୍ମାଣ୍ଡ, ଅର୍ଥାତ୍ ପିଣ୍ଡରେ ଯୋଉ ପଞ୍ଚଭୂତ ଅଛି ସେଇ ପଞ୍ଚଭୂତ ଟା ବ୍ରହ୍ମାଣ୍ଡରେ ଅଛି। ପିଣ୍ଡରେ ଯୋଉ ଜଡ ହୁଁ କ୍ରିୟା ହୁଁ ସୃଷ୍ଟି ହଉଛି ବ୍ରହ୍ମାଣ୍ଡରେ ସେ ଜଡ କ୍ରିୟା ସହିତ ସେ ସମାନ। କିନ୍ତୁ ସମାନ ତା ଅର୍ଥ ନୁହେଁ ପିଣ୍ଡର ଯୋଉ ଚେତନ କ୍ରିୟା ଟା ବ୍ରହ୍ମାଣ୍ଡରେ ସୃଷ୍ଟି ହଉଛି। ବ୍ରହ୍ମାଣ୍ଡରେ ଚେତନ କ୍ରିୟା ଟା ଡରମାଣ୍ଟ ଅବସ୍ଥାରେ ଅଛି। ମୁଁ ଗୋଟେ ଉଦାହରଣ ଦଉଛି ଯେ ଆଜ୍ଞା ଚେତନ ଟା ଆମର ଅଛି ଯେ କାଷ୍ଠ ପାଷାଣ ତରୁ ତୃଣେ ବସନ୍ତି ଶରୀର ପ୍ରମାଣେ। ତାର ଅର୍ଥ କଣ? ତାର ଅର୍ଥ ହଉଛି ଯେ ପଥର ଭିତରେ ମଧ୍ୟ ଚେତନ ଶକ୍ତି ଅଛି। କିନ୍ତୁ ହୁଁ ହେଲେ ମଧ୍ୟ ସେ ଚେତନ ଶକ୍ତି ଟା ନିଷ୍କ୍ରିୟ ଅବସ୍ଥାରେ ଅଛି। କେବଳ ପ୍ରାଣୀ ଶରୀର ହଉଛି ଏକମାତ୍ର ଗୋଟିଏ ପଦାର୍ଥ ଯାହା ଭିତରେ ଚେତନ ବଳ ଟା ସକ୍ରିୟ ହୁଏ। ଅନ୍ୟ କୌଣସି ଜାଗାରେ ନିଷ୍କ୍ରିୟ ଅବସ୍ଥାରେ ସେ ରହେ। ଆଉ ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ ତା ଅର୍ଥ ହଉଛି ପିଣ୍ଡରେ ଯୋଉ ଜଡ କ୍ରିୟା ହଉଛି ସେଇ ଜଡ କ୍ରିୟା ଟା ବ୍ରହ୍ମାଣ୍ଡରେ ହଉଛି। କିନ୍ତୁ ଚେତନ କ୍ରିୟା ଟା ବ୍ରହ୍ମାଣ୍ଡରେ ନୁହେଁ। ସେ କେବଳ ପ୍ରାଣୀ ଶରୀରରେ। ବୁଝିଲ ନା? ଆଜ୍ଞା ତମେ ଯୋଉ ଗୁରୁଜୀ ଜିଓଗ୍ରାଫିକାଲ କଥା ତମେ କହୁଛ ଯେ ଆଜ୍ଞା ଇକ୍ୱେଟର କଥା କହୁଛ, ଆଜ୍ଞା ନର୍ଥ ଇଷ୍ଟ କଥା କହୁଛ, ସବୁ ଗୁଡାକ କହିଲ ମୁଁ ଶୁଣିଲି। କିନ୍ତୁ ଆଜ୍ଞା ସେଗୁଡାକ ସବୁ ଜଡ। ଜଡ ସହିତ ଜଡ ପଦାର୍ଥର ସମ୍ପର୍କ, କିନ୍ତୁ ଚେତନ ସହିତ ତାର କିଛି ସମ୍ପର୍କ ନାହିଁ। ଚେତନ ଆଜ୍ଞା ହଉଛି ଗୋଟେ ଅଲଗା ପଦାର୍ଥ। ଠିକ କଥା। ଆ ଯୋଉ ଚେତନ ଶକ୍ତି କଥା କହୁଛନ୍ତି, ଯୋଉ କନସିୟସନେସ ଫୋର୍ସ କଥା କହୁଛନ୍ତି, ହୁଁ। ସେ ଫୋର୍ସ ର ମାପକ କେମିତି କଣ ଆମେ ଜାଣିବା? ଆଁ? ତାର ମାପକ? ତାର ମାପକ ନାହିଁ। ତାକୁ ମାପ କରିହବନି। ଇମେଜରେବଲ। ମାପ ତ କରିହବନି ଯେ କ୍ୱାଣ୍ଟିଟେଟିଭ ମାପ କରିବନି, କ୍ୱାଲିଟେଟିଭ ତ ହେଇପାରିବ? କୌଣସି ବାଟେ ହେଇପାରିବନି। ମୁଁ ବୁଝେଇ ଦଉଛି ଗୋଟେ କଥା ଶୁଣ। ଆଜ୍ଞା ତମେ ଗୋଟେ ତମେ ବସିଛ। ହୁଁ ଆଚ୍ଛା ତମ ଭିତରେ କେତେ ବଳ ଅଛି କିଏ ମାପି କହିବ କୁହ? ବଳଟା ମାପି ହବ କି? ନା ମାପି ତମେ ହବନି। ଯେତେବେଳେ ବଳଟାକୁ ପ୍ରୟୋଗ କରିବ ହୁଁ ସେତେବେଳେ ଆମେ ଜାଣିବେ ବାପରେ ବାପ ଆଠେଇ ଏତିକି ବଳ ଅଛି। ଗୋଟେ ପଥର ଟାକୁ ଉଠେଇଲ ମାପି ହୁଁ ପାରିଲ। ହୁଁ ତମେ ଗୋଟେ ଜାଗାକୁ ଠେଲିଲ ମାପିଲ। ଆଜ୍ଞା ପୁଷର ଆଜ୍ଞା ପୁଲକୁ ଫୋର୍ସ ବୋଲି ଆମର କୁହାହଉଛି କି ନ୍ୟୁଟନ କହୁଛନ୍ତି। ହୁଁ କିନ୍ତୁ ପୁସ୍ ପୁଲ କରିବା ଠେଲିବା କିମ୍ବା ଟାଣିବା
ତାକୁ ବଳର ସଂଜ୍ଞା ସେ କହୁଛନ୍ତି, କିନ୍ତୁ ଏଟା କଣ ପ୍ରୟୋଗ ବଳ। କିନ୍ତୁ ଆଜ୍ଞା। ବଳ ଯେତେବେଳେ ପ୍ରୟୋଗ ନ ହେଇଛି ତାକୁ କିଏ ମାପିବ କୁହ? ମାପି ପାରିବେନି। ବାସ୍ ସେଇଭଳି ପ୍ରକାର ଇଏ କଥା। କନସସ୍ ଫୋର୍ସ ର ପ୍ରୟୋଗ ନହେଲା ପର୍ଯ୍ୟନ୍ତ ତାକୁ କେହି ମାପି ପାରିବେ। ଯେତେବେଳେ ସେ ପ୍ରୟୋଗ ହଉଛି ତାକୁ ଆଜ୍ଞା ବି ସେ ମାପିବା ପାଇଁ ଯନ୍ତ୍ର ଏପର୍ଯ୍ୟନ୍ତ ବାହାର ନାହିଁ। କେବଳ ଗୋଟିଏ କଥା, ବ୍ରେନ୍ ୱେଭ୍। ବ୍ରେନ୍ ୱେଭ୍ ରେ ସେ ମାପୁଛନ୍ତି ଆଲଫା ବିଟା ଗାମା ଥେଟା ଇତ୍ୟାଦି ଯୋଉ ଅଛି ଆମର ଇଲେକ୍ଟ୍ରିକ ୱେଭ୍। ଆଜ୍ଞା ସେଇ ଆଜ୍ଞା। ୱେଭ୍ ମାଧ୍ୟମରେ ଆମେ ବ୍ରେନ୍ ୱେଭ୍ ଟାକୁ ମାପୁଛୁ, କିନ୍ତୁ କନସସ୍ ଫୋର୍ସ କୁ ମାପି ହବନି। ତମେ ତାହେଲେ ଗୁଗୁଲ ବିଶ୍ୱାସ କନସସ୍ କର ତ ନା ଜାଣିବ। ମାପି ହବନି। ନା ଆପଣ ଟା କହିଲେ ଠିକ। କନସସ୍ ଫୋର୍ସ ଗୁରୁଜୀ ସେଟା ଟାଞ୍ଜେବୁଲ ଇନଟାଞ୍ଜେବୁଲ ରହିବ। ହଁ ସେଟା ରହିବ ପୁରା ଆମର ଫୋର୍ଥ ଡାଇମେନସନ ରେ। ହଁ ଫୋର୍ଥ ଟା ଇନଟାଞ୍ଜେବୁଲ ରହିବ ଆଉ କଣ। ହୁଁ ଇନଟାଞ୍ଜେବୁଲ ଟାକୁ ଛୁଇଁ ପାରିବାନି କି ଦେଖି ପାରିବାନି ଆମେ ଆଉ କଣ। ଜାଣିପାରିବେନି ବାସ୍। ଜାଣିପାରିବାନି ଇନଟାଞ୍ଜେବୁଲ। ହୁଁ। ତାର କ୍ୱାଲିଟେଟିଭ ନେଚରରେ ମଣିଷର ପଡିବ, ମଣିଷ ଉପରେ ପ୍ରଭାବ ପଡିବ। ମଣିଷ ସେଇଟା ଅଧିକା ହଉଛି ଜ୍ଞାନୀ କେବଳ ହେଇଯିବ। ଇଣ୍ଟୁଇସନ, ଅନୁଭବ ଉପରେ ଆମେ କହିପାରିବା, କିନ୍ତୁ ଆଜ୍ଞା ତାକୁ କେବେ ହେଲେ ସାଇଣ୍ଟିଫିକାଲି ପ୍ରୁଭ୍ କରିହବନି। ମେଟାଫିଜିକ୍ସ କେତେ ବାଟରେ କେତେ ଏକାଂଶରେ କହିଛି, ଯାହା ସେ କହିଛନ୍ତି ସେଗୁଡାକ ସବୁ କେବେ ହେଲେ ଫିଜିକ୍ସ ରେ କରିହବନି। ମୁଁ ଗୋଟେ ଫିଜିକ୍ସ ଜର୍ନାଲ କୁ ପଠେଇଥିଲି କିଛି ଲେଖା, ଆଜ୍ଞା ସେମାନେ ଆକ୍ସେପ୍ଟ କଲେ ନାହିଁ। ସେ କହିଲେ ନା କରିବେନି। ନା ଏଇଟା ହେଇପାରିବନି। ତାର କାରଣ ଜଡ ବିଜ୍ଞାନ ବିଷୟରେ କହିବେ, ଚେତନ ବିଜ୍ଞାନ ଉପରେ ସେମାନଙ୍କର ରିସର୍ଚ୍ଚ ନାହିଁ, ତେଣୁ ସେମାନେ ବିଶ୍ୱାସ ନାହିଁ, ସେ କହିପାରୁନାହାନ୍ତି। ଜାଣିପାରିବେନି ଆଉ। ବାସ୍ ସେଇଥିପାଇଁ କୋଉଠି ଚେତନ ବିଜ୍ଞାନକୁ ଯଦି ଜାଣିବା ପାଇଁ ଚାହୁଁଛ, ଚେତନା ବିଜ୍ଞାନୀ ଯୋଉମାନେ ସବୁ ସାଧକ ସାଧନା କରୁଛନ୍ତି, ପଞ୍ଚସଖା। ହଁ ବାସ୍ ତାଙ୍କ ସହିତ ସାଧନା କରି କେବଳ ଅନୁଭବ କରିପାରିବ। ତାକୁ କେବେ ହେଲେ ତମେ କହିପାରିବେନି। ମୁଁ ଗୋଟେ ଉଦାହରଣ ଦଉଛି, ଯେପର୍ଯ୍ୟନ୍ତ ଅଣୁବୀକ୍ଷଣ ଯନ୍ତ୍ର ବାହାର ନଥିଲା ଆଜ୍ଞା ସେ ପର୍ଯ୍ୟନ୍ତ ଜୀବାଣୁ କି ଭୂତାଣୁ ବୋଲି ଗୋଟେ ଜିନିଷ, ଭାଇରସ ବୋଲି ଗୋଟେ ଜିନିଷ ଥିଲା ବୋଲି ଲୋକ କଣ ବିଶ୍ୱାସ କରୁଥିଲେ କି? ନା ନା। ଯେତେବେଳେ ମାଇକ୍ରୋସ୍କୋପ ବାହାରିଲା ତାପରେ ଯାଇ ସେମାନେ ବିଶ୍ୱାସ କଲେ। ଠିକ ସେଇଭଳି ଯେପର୍ଯ୍ୟନ୍ତ ଆମେ ଚେତନ ବିଜ୍ଞାନକୁ ଅନୁଭବ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆମେ କହିପାରିବେନି ତାକୁ ବାହାର ମାର୍ଗରେ। ଆଉ ଅନୁଭବ କଲେ ନିଜେ କେବଳ ନିଜେ ଆମେ ଜାଣିବା, ତାକୁ ଅନ୍ୟ କେହି ଜାଣିପାରିବେ ନାହିଁ। ବୁଝିଲ? ଆଜ୍ଞା। ଗୁରୁଜୀ ଚେତନା ଶକ୍ତି ତ ସବୁ ପ୍ରାଣୀଙ୍କ ଦେହରେ ଅଛି। ହୁଁ ସବୁ ମଣିଷ ବିଭିନ୍ନ ପ୍ରକାର ମଣିଷ ନାହାନ୍ତି କି, ସବୁ ହୁଁ ବିଭିନ୍ନ ପ୍ରକାର ମଣିଷ ଅଛି। ତେଣୁ ହୁଁ। ପ୍ରାଣୀଙ୍କ ଦେହରେ ଚେତନା ଶକ୍ତି ଯଦି ରହିବ, ପ୍ରାଣୀର କିଛି କ୍ୟାରେକ୍ଟର ଚେଞ୍ଜ ହବ ତ? ଚେତନ ଶକ୍ତି ସମାନ, କିନ୍ତୁ ପ୍ରକୃତି ଭିନ୍ନ। ଆଜ୍ଞା ବୁଝିଲ ଆଜ୍ଞା କି? କୁକୁର ଠେଇଁ ଚେତନ ଶକ୍ତି ଯାହା ଅଛି, ମଣିଷ ଠେଇଁ ସେଇ ଚେତନ ଶକ୍ତି ଅଛି। ହୁଁ। କିନ୍ତୁ କୁକୁର ଠେଇଁ ଯୋଉ ପ୍ରକୃତି ଅଛି, ସେଇ ପ୍ରକୃତି ଟା ମଣିଷ ଠେଇଁ ନାହିଁ। କୁକୁର କଥା ଛାଡି ଦିଅନ୍ତୁ, ମଣିଷ ବିଷୟରେ ଦେଖନ୍ତୁ। ମଣିଷ ଭିତରେ ମଧ୍ୟ ସେଇଆ, ଯେ ତମ ଠେଇଁ ଯୋଉ ପ୍ରକୃତି ଅଛି ମୋ ଠେଇଁ ନାହିଁ। ତାର କାରଣ କଣ? ତାର କାରଣ ହଉଛି ଯେ ଆଜ୍ଞା ମଣିଷର ଯୋଉ ପ୍ରକୃତି ଗଠିତ ହୁଏ, ସେଇ ପ୍ରକୃତି ଟା ଗ୍ରହ ନକ୍ଷତ୍ରର ଚଳନ ଅନୁସାରେ ଶାରୀରିକ କ୍ରିୟା ସୃଷ୍ଟି ହୁଏ, ଯୋଉ କ୍ରିୟା ଦ୍ଵାରା ଚେତନ ଶକ୍ତିର ପ୍ରକୃତି ଭିନ୍ନ ଭିନ୍ନ ହୁଏ। ବୁଝିଲ କି? ଇଲେକ୍ଟ୍ରିକ କରେଣ୍ଟ ତମେ ବଲ ଧିହରେ ଦେଇଦେଲେ ତା ପ୍ରକୃତି ଟା ଯାହା ହବ, ହିଟର ଦେଇଦେଲେ ତା ପ୍ରକୃତି ସେୟା ହବ କି? କରେଣ୍ଟ ଏକ୍ସ, କିନ୍ତୁ ପାତ୍ର ନେଇକରି ପ୍ରକୃତି ଭିନ୍ନ ଭିନ୍ନ। ହିଟରରେ ତମେ ହିଟ୍ ଦବ, ବଲ ରେ ତମକୁ ଲାଇଟ୍ ଦବ, ଫ୍ୟାନ ରେ ତମକୁ ହାୱା ଦବ। ତେଣୁ ଏଗୁଡା ସବୁ ଭିନ୍ନ ଭିନ୍ନ ଦବ, କିନ୍ତୁ ମୂଳ ଜିସ୍ ଟା ହଉଛି ଗୋଟିଏ। ପ୍ରକୃତି ହଉଛି ଭିନ୍ନ ଭିନ୍ନ। ତେଣୁ ଶରୀର ନେଇକରି ପ୍ରକୃତି ଗୋଟିଏ ଜାଗା, ଏକ ମା ପେଟରୁ ଏ ସମୟରେ ଦିଟା ପିଲା ଯଦି ଜନ୍ମ ହଉଛନ୍ତି ଜାଣା ପିଳା, ତଥାପି ସେମାନଙ୍କର ପାର୍ଥକ୍ୟ ରହୁଛି, କାରଣ ସେମାନଙ୍କର ଜନ୍ମ ସମୟ ଟା ଭିନ୍ନ। କଣ ବୁଝିପାରିଲ? ଆଜ୍ଞା। ସେଇଟା କଥା। ତେଣୁ ଗ୍ରହ ନକ୍ଷତ୍ରଙ୍କର ପ୍ରଭାବ ରହୁଛି ତାଙ୍କ ଉପରେ ଆଉ। ସେଇ ପ୍ରଭାବରୁ ତ ଜନ୍ମ ହଉଛି। ତମେ ଜନ୍ମ ହେଲା ବେଳେ ତମର କେତେ ଡିଗ୍ରୀରେ ଚନ୍ଦ୍ର ଥିଲା, ମୋ ଜନ୍ମ ହେଲା ବେଳେ କଣ ସେତିକି ଅଛି? ଆଉ କଣ ଗୋଟେ ଥିବ? ତେଣୁ ଏଇ ଯୋଉ ଗୋଳମାଳରୁ ଆମର ପ୍ରକୃତି ଗଠିତ ହୁଏ।